ଆଜି ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଓଡ଼ିଶାର 204ଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ସେହି ଅବସରରେ ଆମର ଜଗତସିଂହପୁର ଜିଲ୍ଲାର 3ଟି ସ୍କୁଲ ମଧ୍ୟରୁ ବରମୁଣ୍ଡଳି ହାଇସ୍କୁଲ ପରିସର ଭିତରେ ଏଠି ଏ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ ବୋଲି ଓଡ଼ିଶା ସରକାର ସ୍ୱୀକୃତି ଦେଇଛନ୍ତି। ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରାଗଲା। ଏହି ଅବସରରେ ଏକ ସଭା କରାଗଲା ଏବଂ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଭାଷଣ ସମସ୍ତ ଛାତ୍ରଛାତ୍ରୀ ଏବଂ ଏ ଅଞ୍ଚଳର ଅଭିଭାବକ ଅଭିଭାବିକା ବୁଦ୍ଧିଜୀବୀ ମାନେ ସେମାନେ ଶୁଣିଲେ ଏବଂ ଆମର ଓଡ଼ିଶା ସରକାରଙ୍କର ଯେଉଁ ଆଭିମୁଖ୍ୟ ରହିଛି ଯେ ପ୍ରାଥମିକ ସ୍ତରରେ ଶିକ୍ଷାକୁ ଗୁରୁତ୍ୱ ଦେବା ଏବଂ ଛୋଟ ଛୋଟ ପିଲାମାନଙ୍କର ତାଙ୍କର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଉନ୍ନତ ମାନର ସ୍କୁଲ ଜରିଆରେ ସେମାନେ କିଭଳି ସ୍ମାର୍ଟ କ୍ଲାସରୁମ୍ ପାଇବେ, ତା ସହିତ ଲାଇବ୍ରେରୀ ପାଇବେ, ଅପରପକ୍ଷରେ ଖେଳକୁଦ ପାଇଁ ଭଲ ପଡ଼ିଆ ପାଇବେ ଏବଂ ଶିଶୁ ଉଦ୍ୟାନ ପାଇବେ। ଏ ଯେଉଁ ବ୍ୟବସ୍ଥା ହେବ ଏବଂ ପିଲା ରହିବା ପାଇଁ ସେଠି ଛାତ୍ରାବାସ ମଧ୍ୟ ପ୍ରତିଷ୍ଠା କରାଯିବ, ଯାହା ଫଳରେ ଆମ ପିଲାମାନେ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ପାଇକରି ସେମାନଙ୍କର ଉନ୍ନତ ମାନର ଶିକ୍ଷା ସେମାନେ ପାଇବାରେ ସକ୍ଷମ ହେବେ। ସେଥିପାଇଁ ଆଜିର ଏ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନର ଉତ୍ସବ କାର୍ଯ୍ୟକ୍ରମକୁ ନିଆଗଲା ହାତକୁ। ସେହି ଅବସରରେ ବରମୁଣ୍ଡଳି ହାଇସ୍କୁଲର ଆମର ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନେ ସମସ୍ତ ସହଯୋଗ କରି ଏ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଏବଂ ବହୁ ପରିମାଣରେ ଲୋକ ଉପସ୍ଥିତ ରହିକି ଏ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଜିର କାର୍ଯ୍ୟକ୍ରମ ଯେଉଁ ମାନେ ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଯେଉଁ ଯୋଜନାରେ ଆମ ଜିଲ୍ଲାର 3ଟି ବ୍ଲକକୁ ଆସିଛି, ତା ମଧ୍ୟରୁ ଆମ ସ୍କୁଲ ପାଇଁ ଯେଉଁ ଆସିଛି ଆମେ ବହୁତ ଖୁସି। ଏ ଅଞ୍ଚଳର ଲୋକମାନଙ୍କ ପାଇଁ ପିଲାମାନଙ୍କ ପାଇଁ ବି ପାଠ ପଢ଼ିବାର ବ୍ୟବସ୍ଥା ଭଲ ହେବ ଭବିଷ୍ୟତକୁ। ଏବଂ ଏଠି ଆଜିର କାର୍ଯ୍ୟକ୍ରମରେ ଆଉ ଆମର ସାଂସଦ ବିଭୁ ପ୍ରସାଦ ଦରାଇ ଆଉ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ ଆଉ ବିଡ଼ିଓ ମଣ୍ଡଳ ଉନ୍ନୟନ ଅଧିକାରୀ ହେଲା ଶ୍ରୀ ଦନପାଟ ମହାଶୟ ସେମାନେ ଆଜି ଆସିଥିଲେ। ଆଉ ବିଡ଼ିଓ ବି ଆସି ରହିଛନ୍ତି, ଉପସ୍ଥିତ ରହିଛନ୍ତି। କାର୍ଯ୍ୟଟି ଭଲ ବ୍ୟବସ୍ଥା ହେଲା ଆଉ ଆମର ସାର୍ ବି ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆମକୁ ସହଯୋଗ କଲେ। ଆଉ ସମସ୍ତ ଏ ଅଞ୍ଚଳର ବୁଦ୍ଧିଜୀବୀ ଶିକ୍ଷକ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବି ଆଜି ଆମ ସ୍କୁଲରେ ଆସି ପହଞ୍ଚିଥିଲେ। ଆଉ ଆଜିର ଯୋଜନାକୁ ସାଂସଦଙ୍କ ଦ୍ୱାରା ଆଉ ବ୍ଲକ ଅଧ୍ୟକ୍ଷ ଏବଂ ବିଡ଼ିଓ ମହାଶୟଙ୍କୁ ଆଜି ଏ ଯେଉଁ କାର୍ଯ୍ୟକ୍ରମ ହେଲା ଆଉ ଓଡ଼ିଶା ସରକାରଙ୍କୁ ଆମ ଅଞ୍ଚଳ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।